ମା ଯେତେବେଳେ ଆରିସା ପିଠା କରୁଥିଲେ ଆମେ ଚୁଲି ମୁଣ୍ଡରେ ଜଗିକି ବସୁଥିଲୁ। ଆଉ ମା କହୁଥିଲେ ଆଗେ ଠାକୁରଙ୍କ ପାଇଁ କରିସାରେ ତାପରେ ତମେମାନେ ଖାଇବ। କୋଲ୍ଡ ଡ୍ରିଙ୍କ୍ସ ବୋଟଲରେ ରଙ୍ଗ ପାଣି ମିଶାଇ ଆମେ ପିଚକାରୀ କରି ଖେଳୁଥିଲୁ। ସେ ଦିନ ତ ସବୁ କୁଆଡ଼େ ଚାଲିଗଲାଣି। ହୋଲି ପାଇଁ ମୁଁ ଆଜି ବ୍ରେକଫାଷ୍ଟରେ ଦୋସା ଆଉ ସାମ୍ବର ବନେଇଥିଲି। ତାକୁ ଖାଇସାରିଲା ପରେ ହୋଲି ସ୍ପେଶାଲ ଆଇଟମ୍ ସବୁ କରିବି ବୋଲି ଲାଗି ପଡ଼ିଲି। ଫାଷ୍ଟ ମୁଁ ଏଠି ଆଳୁ ଚିପ୍ସ ଛାଣିଲି। ଏଠି ବହୁତ ଗୁଡ଼ାକ ଆଳୁ ଚିପ୍ସ ଛାଣି ସାରିଲା ପରେ ମୁଁ ଏଠି ଆମର ସ୍ପେଶାଲ ଓଡ଼ିଶାର ଯେଉଁଟା ଦୋଳ ପୂର୍ଣ୍ଣିମାରେ ବନାଯାଏ ଆରିସା ପିଠା ତାକୁ ବି ବନାଇଥିଲି। ଆଉ ସେଇଟା ବହୁତ ସୁନ୍ଦର ହେଇଥିଲା। ମୋତେ ତ ଆଗରୁ ବିଲକୁଲ ବି ଆସୁନଥିଲା, କିନ୍ତୁ ଏବେ ମୁଁ ପୁରା ଜାଣିଗଲିଣି। ଆଉ ତା ସାଙ୍ଗକୁ ରସଗୋଲା ବି ଅଛି, ଯେଉଁଟାକି ମୁଁ ନୁହେଁ ମୋ ହଜବେଣ୍ଡ ବନେଇଥିଲେ। ଆଉ ସେଇଟା ବି ବହୁତ ଭଲ ହେଇଥିଲା। ଆଉ ତାପରେ ଆମର ଓଡ଼ିଶାରେ ପ୍ରସିଦ୍ଧ ଗୁପଚୁପ୍ ବି ମୁଁ ବନେଇଥିଲି। ଆଉ ଗୁପଚୁପ୍ ସାଙ୍ଗରେ ପିଆଜି ବି ମୁଁ ବନେଇଥିଲି। ଆଉ ଲଞ୍ଚରେ ମୁଁ ଏଠି ସାହି ପନିର ବନେଇଛି, ଯେଉଁଟା ମୋ ହଜବେଣ୍ଡଙ୍କର ଡିମାଣ୍ଡ ଥିଲା। ଆଉ ତାପରେ ମୁଁ ଅଳ୍ପ ଟିକେ ଡାଲ ମଖନି ବି ବନେଇଥିଲି, ଯେଉଁଟା ମୋ ପାଇଁ, ମୁଁ ବିନା ଡାଲିରେ ଖାଇପାରେନି, ସେଥିପାଇଁ ମୁଁ ଅଳ୍ପ ଟିକେ ଡାଲ ମଖନି ବି ବନେଇଥିଲି। ଆଉ ଏତେ ସବୁ ବନେଇ ସାରିଲା ପରେ ମୁଁ ହୋଲି ଖେଳିବା ପାଇଁ ଚାଲି ଯାଇଥିଲି। ଭଗବାନ କରନ୍ତୁ ଏ ବର୍ଷର ହୋଲି ସମସ୍ତଙ୍କ ଜୀବନରେ ଏମିତି ରଙ୍ଗ ଭରିଦେଉ। ଏବେ ରହୁଛି, ଲାଇକ୍ କରିବେ ଆଣ୍ଡ ସବସ୍କ୍ରାଇବ୍ କରିବେ।